ସନ୍ଧ୍ୟା ହେଲେ ଚିଲିକାରୁ ଶୁଭୁଛି ବିକଳ କାନ୍ଦ। ଝିପଝିପି ବର୍ଷା ରାତି। ତୁହାକୁ ତୁହା ବର୍ଷା ହେବା ସହିତ ଘଡ଼ଘଡ଼ି ସାଙ୍ଗକୁ ବିଜୁଳି ମଧ୍ୟ ମାରୁଥାଏ। ଚାରିଆଡ଼େ ବହୁତ ଅନ୍ଧାର ଥିଲା। ଚିଲିକାରେ ଶାନ୍ତ ପାଣି ଧୀରେ ଧୀରେ ଅଶାନ୍ତ ହେବାକୁ ଲାଗିଲା। ମାତ୍ର ଗୋଟିଏ ଅଜଣା ଭୟ ମନକୁ ବିଚଳିତ କରିଦେଲା। ବିଜୁଳିର ଚମକିବା ଆଲୁଅରେ ଦୂର ପାହାଡ଼ର ଦୃଶ୍ୟ ମନରେ ଭୟ ସୃଷ୍ଟି କରୁଥିଲା। ଦୂର ଦୂର ପର୍ଯ୍ୟନ୍ତ ଗୋଟିଏ ମାତ୍ର ନୌକା ଦେଖାଯାଉ ନଥିଲା। ସେଦିନ ମା କାଳିଜାଈଙ୍କର ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ଯାଇଥାନ୍ତି। ଫେରିବା ସମୟରେ ଏହିଭଳି ବର୍ଷା ଝଡ଼ରେ ଡଙ୍ଗା ଦୋହଲିବାକୁ ଲାଗିଲା। ଡଙ୍ଗାଟି ଯେତେବେଳେ ଯାଇ ମଝି ଦରିଆରେ ପହଞ୍ଚିଥିଲା, ଏହାପରେ ମଝି ଦରିଆରେ ସମସ୍ତେ ମା କାଳିଜାଈଙ୍କୁ ଡାକିବାରୁ ହଠାତ୍ ବର୍ଷା ଝଡ଼ ତଥା ପବନ ଧୀରେ ଧୀରେ କମିବାକୁ ଲାଗିଲା। ମା କାଳିଜାଈଙ୍କୁ ଜପି ଜପି ଶ୍ରଦ୍ଧାଳୁମାନେ ଅଳ୍ପ ଆଶ୍ୱସ୍ତି ହେଲେ। କିନ୍ତୁ ହଠାତ୍ କିଛି ବାଟ ଆଗକୁ ଗଲାବେଳେ ମା କାଳିଜାଈଙ୍କ ମନ୍ଦିର ପାଖରୁ ହଠାତ୍ ଶବ୍ଦ ଶୁଭିଲା, ମୋତେ ବଞ୍ଚାଅ, ମୋତେ ବଞ୍ଚାଅ, ମୁଁ ପାଣିରେ ବୁଡ଼ି ଯାଉଛି। ବାପା, ବୋଉ କେଉଁଠି ଅଛ? ମୋତେ ତମେ ନେଇଯାଅ। ମୋତେ ଏଠାରୁ ବହୁତ ଡର ଲାଗୁଛି। ଏହାପରେ କେହି ଜଣେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ଏହି କଥା ଶୁଣି ଶ୍ରଦ୍ଧାଳୁମାନେ ଆଶ୍ଚର୍ଯ୍ୟ ହେବା ସହିତ ନାବିକକୁ ପଚାରିବାରୁ ସେ ତାହାର ପ୍ରକୃତ ରହସ୍ୟ କହିଥିଲେ। କିମ୍ବଦନ୍ତୀ ଅନୁସାରେ ମା କାଳିଜାଈ ମାଙ୍କର ହେଉଛନ୍ତି ପୃଥକ୍ ଅଂଶ। କାଳୀ ହିନ୍ଦୁ ଧର୍ମର ଦେବୀ ହୋଇଥିବା ବେଳେ ଜାଈ ହେଉଛନ୍ତି ମାଡ଼ପୁର ଅଞ୍ଚଳରେ ଜଣେ ସାଧାରଣ ଝିଅ, ଯିଏକି ବିବାହ କରି ପାରିକୁଦକୁ ବାପାଙ୍କ ସହିତ ଯାଉଥିବା ବେଳେ ଝଡ଼ ହେବାରୁ ଜାଈ ବସିଥିବା ଡଙ୍ଗାଟି ବୁଡ଼ି ଯାଇଥିଲା। ନାବିକ ଏବଂ ବାପା ସିନା ବଞ୍ଚି ଯାଇଥିଲେ, ମାତ୍ର ଜାଈ ସେହି ଗଭୀର ପାଣିରେ ବୁଡ଼ି ଯାଇଥିଲା। ପାହାଡ଼ କିଛି ସମୟ ପରେ ଶାନ୍ତ ହୋଇଥିବାରୁ କିନ୍ତୁ ଜାଈକୁ ସବୁବେଳେ ପାଇଁ ହରାଇ ଦେଇଥିଲେ ବାପା ମା। ଝିଅକୁ ନ ପାଇବାରୁ ଜାଈର ବାପା ଖାଲି ହାତରେ ଘରକୁ ଫେରିଥିଲେ। ସେହି ଦିନଠାରୁ କୁହାଯାଇଛି ଯେ ଚିଲିକାର ଗଭୀର ପାଣି ଦେଇ ଯାଉଥିବା ସମୟରେ ନାବିକମାନେ ଜାଈର କାନ୍ଦ ଶୁଣିଥାନ୍ତି।